ତାଙ୍କର ପ୍ରଶଂସା କର ଯିଏ ତୁମକୁ ହୃଦୟରୁ ଚାହୁଁଛି, କାହିଁକିନା ଏଠି ଚେହେରାକୁ ଭଲ ପାଇବା ଲୋକ ବହୁତ ଅଛନ୍ତି। ବେଳେବେଳେ କିଛି ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ କିଛି କଥାକୁ ଅଣଦେଖା କରିବାକୁ ପଡ଼ିଥାଏ, କେବେ ମୂକ ହୋଇ ତ ଆଉ କେବେ ଅନ୍ଧ ହୋଇ। ଭାଙ୍ଗି ଯାଇଥିବା ସମ୍ପର୍କ ଆଉ ପଡ଼ିଯାଇଥିବା ତରକାରୀ ମଧ୍ୟରେ କୌଣସି ଫରକ ନଥାଏ। ଏ ଦୁଇଟିକୁ ଯେତେ ସଜାଡ଼ିବାକୁ ଚେଷ୍ଟା କଲେ ମଧ୍ୟ ଏଥିରେ ମଧୁରତା ଫେରି ଆସି ନଥାଏ। ସବୁ କଥା ଓଠ କହିପାରେନି, କିଛି କଥା ଅନୁଭବ କରିବାକୁ ପଡ଼ିଥାଏ। ସବୁ କଥା ଲୁହ କହିପାରେନି, କିଛି ଲୁହ ଆଖି ଭିତରେ ସମାଧି ନେଇଯାଏ। ପ୍ରକୃତ ପ୍ରେମ ତାକୁ କୁହାଯାଏ ଯିଏ ପ୍ରତିଟି ପରିସ୍ଥିତିରେ ଜଣେ ଜଣଙ୍କର ଛାଇ ଭଳି ରହିଥାଏ। ଆଧୁନିକ ଯୁଗରେ ମଣିଷ ଅଛନ୍ତି ସତ, କିନ୍ତୁ ତାଙ୍କ ଭିତରେ ମଣିଷ ପଡ଼ିଆ ନାହିଁ। ଯିଏ ତୁମକୁ ବିଶ୍ୱାସ କରୁଛି ସେ କେବେ ତୁମଠୁ ପ୍ରମାଣ ଖୋଜିବନି, ଆଉ ଯିଏ ତୁମକୁ ଅବିଶ୍ୱାସ କରୁଛି ତାକୁ ସହଜରେ ପ୍ରମାଣ ଦେଲେ ବି ତାକୁ କିଛି ଫରକ ପଡ଼ିବନି। ଜୀବନର ଚଲାପଥରେ ସମ୍ପର୍କଟି ସେତେବେଳେ ଥକିଯାଏ ଯେବେ ହୃଦୟ କାହାକୁ ବିଶ୍ୱାସ କରିବା ବନ୍ଦ କରିଦିଏ। ଯେଉଁମାନେ ଟିକେ ଟିକେ କଥାରେ କାନ୍ଦି ପକାନ୍ତି ସେମାନେ ଦୁର୍ବଳ ନୁହନ୍ତି, ସେମାନେ ହୃଦୟରୁ ବହୁତ କୋମଳ ଆଉ ନିରୀହ ହୋଇଥାନ୍ତି। କାଶ ଏମିତି ଜଣେ ମିଳନ୍ତା ଯିଏ ବିଲକୁଲ ଆଇନା ଭଳି ହୁଅନ୍ତା, ହସନ୍ତା ବି ସାଙ୍ଗରେ ଆଉ କାନ୍ଦନ୍ତା ବି ସାଙ୍ଗରେ। ଭଲ ପାଇବାରେ ସବୁବେଳେ ଗୋଟିଏ ନିୟମ ଥାଏ, ଜଣଙ୍କ ତରଫରୁ ଟିକେ ଅଧିକ ଭଲ ପାଇବା ଥାଏ ତ ଆଉ ଜଣଙ୍କ ତରଫରୁ ବହୁତ କମ୍। କିଛି ମିଥ୍ୟାବାଦୀ ଲୋକଙ୍କର ଏହି ପରିଚୟ ଅସଲି ହୋଇଥାଏ। ଚେହେରା ତ ନକଲି ହୋଇଥାଏ, କିନ୍ତୁ ଅଭିନୟ ଅସଲି ହୋଇଥାଏ। ଗୋଟେ ଝିଅ ତା ମନର କଥା ତାକୁ କହେ ଯାହାକୁ ସିଏ ତାଠାରୁ ଅଧିକ ଭରସା କରେ। ଖୁସି ରହିବା ପାଇଁ ମଣିଷ ଭିତରେ ଏହି ଦୁଇଟି ଜିନିଷ ରହିବା ବହୁତ ଜରୁରୀ, ସହିବାର ଓ ଶୁଣିବାର ଶକ୍ତି, ବୁଝିବା ଆଉ ବୁଝେଇବାର ଶକ୍ତି। ମଣିଷ ସେହି ସମୟରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଏ ଯେବେ ନିଜର ଲୋକଟିର ଛଳନା ଜାଣିଯାଏ। ମଣିଷ ସବୁବେଳେ ଭାବେ କି ସମସ୍ତେ ତାକୁ ଗୁରୁତ୍ୱ ଦିଅନ୍ତି, କିନ୍ତୁ ସେ ନିଜେ ଏକ ମୁହୂର୍ତ୍ତ ଭାବେନି କି ସେ କେତେ ଜଣଙ୍କୁ ଗୁରୁତ୍ୱ ଦେଇଛି। କାହାକୁ ଧୋକା ଦେବା ବହୁତ ସହଜ, କିନ୍ତୁ ସେହି ଧୋକାକୁ ନିଜେ ସହିବା ବହୁତ କଷ୍ଟ।